ସାପ ଦିଟା ଯଦି ଖାଇଦେନି କେତେ ଟଙ୍କା ଦବ? କେତେ ଟଙ୍କା? 20 ଟଙ୍କା। ଏଇ ଯୋଉ କହିଲ ତମ ଗାଁଟା ଯୋଉ ମାଡ଼ ହେଇଯାଇଛି ସେଟା ତ ମାଡ଼ ହେଇଯାଇଛି ଆଉ କିଛି କହିହବନି। ବାଗେଇ କିନ୍ତୁ ବାଛି ମାନେ ଗାଁଟା ପଛଆଡ଼େ ବୋଧେ ମାନେ ଗାର ଫାର ସ୍କ୍ରାଚ୍ ହେଇଯାଇଛି। ଏ ହାଡ଼ ସୁଧା ସ୍କ୍ରାଚ୍ ହେଇଯାଇଥିବ ଯାହା ଜଣା ପଡୁଛି। ଏଇ ତ ମାଲ ସଫିସିଏଣ୍ଟ ଅଛି ଆଉ ପୁଣି ମତେ ଚକ କିଣିବା କଥା କହୁଥିଲ କଣ? ଚକ ଯଦି ଦିଟା କିଣିବି ତାହେଲେ ସାଙ୍ଗେ ସାଙ୍ଗେ 20 ଟଙ୍କା ଦବ ତ? ସତ? ତାହେଲେ ଏ ଯୋଉ ପଡ଼ିଲ ଗାଣ୍ଡି ମାନେ ମଝି ସେରାରେ ସ୍କ୍ରାଚ୍ ହେଲା ନା ଏଇ ଯୋଉ ଦେଢ଼େଇକି ଯୋଉ ଇଏ ମାଉଁସ ପେଶିଟା ସେଇଟା ବାଗିକି ଗେବ ଦିଆହେଇଛି? ଟୋଟାଲ ବହୁତ ସାରା ମରିଗଲେ 40 ଟଙ୍କା। 40 ଟଙ୍କା ଦେଲେ ମରିଗଲେ ଯଦି ତାହେଲେ ମୁଁ ଆଉ କ'ଣ କରିବି? ତାହେଲେ ବାପାଟାକୁ କ'ଣ କହିବି? ବାପାଟାକୁ କ'ଣ କହିବ? ସେ ମାଉସୀ ଡାକିବ ନା। ଆଉ କ'ଣ ହବ ସେଠି? ଗଞ୍ଜେଇରୁ ଟିକେ ଦିଅ ମୁଁ ଟିକେ ଖାଇକି ତାକୁ ଗିଳିବି ନା ପୁଣି? ଏଟା ମାନେ କ'ଣ ଲାଭ ଅଛି? ସେ ତ ବଞ୍ଚିଛି ଆଉ ତାକୁ ମାରିକି ଲାଭ କ'ଣ? କ'ଣ କହୁଛ? ଚକଟାକୁ ଗିଳିବା? ପଡ଼ିଥିବାର ଆଉ ତ କହିଲ ଏଇ ଯୋଉ ପଛଆଡ଼େ ଏଇ ଯୋଉ କଣା ଦେଖାଗଲାଣି ଏଇ ଯୋଉ ଆମର ଇଏ ଇନ୍ଦ୍ରଭୁବନ ତା ଗୁମ୍ଫା। ସାରେ ଓ ସାରେ ଓ ସାର୍